এই কাହାଣୀ ଆରମ୍ଭ ହୁଏ ଗୋଟିଏ ଘନ ଜଙ୍ଗଲରୁ। ଘନ ଜଙ୍ଗଲ ମଝିରେ ଯାଇଥାଏ ଗୋଟିଏ ବଡ଼ ନଦୀ। ଆଉ ନଦୀ କୂଳରେ ତପସ୍ୟାରେ ବସିଥାନ୍ତି ଗୋଟିଏ ପବିତ୍ର ମୁନି ଋଷି। ସେପଟେ ଜଙ୍ଗଲରେ ଗୋଟିଏ ମୂଷା ତାର ପ୍ରାଣ ବଞ୍ଚାଇ ବହୁତ ଦୁଃଖିତରେ ଥାଏ। ତାହାକୁ ସାହାଯ୍ୟ କରିବା ପାଇଁ କେହି ବି ନଥାନ୍ତି। ସେହି ମୂଷା ଧୀରେ ଧୀରେ ଋଷି ପାଖକୁ ଯାଏ। ଋଷି ତାକୁ ନିଜର ଆପଣା କରନ୍ତି ଆଉ ତାକୁ ନିଜ ଭଳି ରଖନ୍ତି। ତାକୁ ଖାଇବା ପାଇଁ ଦିଅନ୍ତି, ଯୁଆଡ଼େ ଗଲେ ତା ସାଙ୍ଗରେ ନିଅନ୍ତି। ମୂଷା ତାଙ୍କର ଅତି ପ୍ରିୟ ହୋଇସାରିଥିଲା। କିନ୍ତୁ ଦିନକର କଥା, ସୁନସାନ ଜଙ୍ଗଲ ମଧ୍ୟରେ ମୂଷା ଏକା ବୁଲିବା ପାଇଁ ଗୋଟିଏ ଜଙ୍ଗଲ ଭିତରକୁ ଚାଲିଯାଏ। ସେହି ଜଙ୍ଗଲରେ ବୁଲୁ ବୁଲୁ ତା ଉପରେ ନଜର ପଡ଼ିଯାଏ ଗୋଟିଏ ବିଲେଇର। ସେହି ବିଲେଇ ତାକୁ ଖାଇବା ପାଇଁ ତା ପଛରେ ପଡ଼ିଯାଏ। କିନ୍ତୁ ମୂଷା କଲେ ବଲେ କୌଶଳେ ତା ଜୀବନ ବଞ୍ଚାଇ ଋଷି ପାଖକୁ ଚାଲିଯାଏ। ଆଉ ଋଷିକୁ କହେ, ହେ ଋଷି, ମୋତେ ଗୋଟିଏ ବିଲେଇ କରିଦିଅ, କାରଣ ମୋତେ ଆଉ କୌଣସି ବିଲେଇ ଖାଇପାରିବ ନାହିଁ। ତାପରେ ଋଷି ତାକୁ ଗୋଟିଏ ବିଲେଇ ବନାଇ ଦିଅନ୍ତି। ପୁଣି ସେ ବିଲେଇ ଜଙ୍ଗଲରେ ଆରାମରେ ବୁଲିବା ପାଇଁ ଯାଏ। କିନ୍ତୁ ସେହି ବିଲେଇ କାହାର ନଜରରେ ପଡ଼ିଯାଏ? ଗୋଟିଏ କୁକୁରର ନଜରରେ ପଡ଼ିଯାଏ। କୁକୁର ତା ପଛରେ ପୁଣି ପଡ଼ିଯାଏ ଖାଇବା ପାଇଁ। ଏହା ଦେଖି ବିଲେଇ ତାର ପ୍ରାଣ ବଞ୍ଚାଇବା ପାଇଁ ଋଷି ପାଖକୁ ପୁଣି ଦୌଡ଼ି ଦୌଡ଼ି ଚାଲିଯାଏ। ଆଉ ଋଷିକୁ କହେ, ହେ ଋଷି, ମୋ ପଛରେ ଗୋଟିଏ କୁକୁର ପଡ଼ିଯାଇଥିଲା। ମୋତେ ଏବେ ଗୋଟିଏ କୁକୁର ବନାଇ ଦିଅ, ଯାହାଫଳରେ କି କୌଣସି କୁକୁର ମୋତେ ଆଉ ଖାଇପାରିବ ନାହିଁ। ତାପରେ ମୁନିବର ତାକୁ ଗୋଟିଏ କୁକୁର ବନାଇ ଦିଅନ୍ତି। କୁକୁର ସେହି ଜଙ୍ଗଲରେ ଆରାମରେ ବୁଲୁଥାଏ, କାହାକୁ ଭଜ ବି କରେ ନାହିଁ। କିନ୍ତୁ ତା ଉପରେ ନଜର ପଡ଼ିଯାଏ ଗୋଟିଏ ଶିଆଳର। ଆଉ ସେହି ଶିଆଳ ତା ପଛରେ ପୁଣି ପଡ଼ିଯାଏ। ପୁଣି ସେହି କୁକୁର ନିଜର ଜୀବନ ବଞ୍ଚାଇବା ପାଇଁ ଋଷି ପାଖକୁ ଆସେ ଆଉ କହେ, ହେ ଋଷି, ମୋ ପଛରେ ଗୋଟିଏ ଶିଆଳ ପଡ଼ିଯାଇଛି। ମୋତେ ଗୋଟିଏ ଶିଆଳ କରିଦିଅ, ଯାହାଫଳରେ ମୋତେ ଆଉ କେହି ଡରାଇବେ ନାହିଁ କି କେହି ଖାଇବା ପାଇଁ ଦୌଡ଼ାଇବେ ନାହିଁ। ତାପରେ ଋଷି ତାକୁ ଗୋଟିଏ ଶିଆଳ ବନାଇ ଦିଅନ୍ତି। ତାପରେ ଶିଆଳ ଆରାମରେ ଘନ ଜଙ୍ଗଲରେ ବୁଲିବାକୁ ଲାଗେ। ଆଉ ଜଙ୍ଗଲରେ କାହାର ଭଜ ନଥାଏ ତା ଉପରେ। ସେ ହେଉଛି ଜଙ୍ଗଲର ରାଜା ଭାବେ। କିନ୍ତୁ ଦିନେ କ'ଣ ହେଲା ଜାଣିଛ? ସେହି ଶିଆଳ ନିଜକୁ ରାଜା ମନେ କଲା ଆଉ ଜଙ୍ଗଲରେ ଏକା ବୁଲିଲା। ତାହା ଉପରେ ନଜର ପଡ଼ିଯାଏ ଗୋଟିଏ ବାଘର। ସେହି ବାଘ ବହୁଦିନୁ ଭୋକିଲା ଥାଏ। ଭାବେ, ଆରେ ମିଳିଗଲା ଆଜି ମୋର ଶିକାର, ମୁଁ ଆଜି ତାକୁ ଖାଇବି, ଯେମିତି ହେଲେ ଖାଇବି। ତାପରେ ବାଘ ତା ପଛରେ ପଡ଼ିଯାଏ। ଶିଆଳ ନିଜର ପ୍ରାଣ ବଞ୍ଚାଇବା ପାଇଁ ବହୁତ ଦୁଃଖିତରେ, ବହୁତ ହଇରାଣରେ ଭାଗେ। ମୁନିବର ପାଖକୁ ପୁଣି ଚାଲିଯାଏ ଆଉ କହେ, ହେ ମୁନିବର, ଜଙ୍ଗଲର ରାଜା ମୋତେ ଖାଇବା ପାଇଁ ଆସିଥିଲା, ତୁମେ ମୋତେ ଗୋଟିଏ ବାଘ ବନାଇ ଦିଅ। ତାପରେ ବାଘ ଭାବେ, ମୁଁ ଯଦି କିଛି ଭୁଲ କରେ ତାହେଲେ ମୋତେ ଏଇ ଋଷି ପୁଣି ଗୋଟିଏ ମୂଷା ବନାଇ ଦେବ। ମୋର ପ୍ରଥମ ଶିକାର ଏଇ ଋଷି ହେବ। ତାପରେ ବାଘ ଋଷି ଉପରେ ଆକ୍ରମଣ କରିଦିଏ। ହଠାତ୍ ଋଷି ଗୋଟିଏ ଶ୍ରାପ ଦିଅନ୍ତି ଆଉ ସେହି ଶ୍ରାପରେ ସେହି ବାଘ ପୁଣି ମୂଷା ହୋଇଯାଏ। ଆଉ ସେହି ମୂଷାକୁ ଖାଇବା ପାଇଁ ଗୋଟିଏ ବିଲେଇ ତା ପାଖକୁ ଆସେ ଆଉ ତାକୁ ବହୁତ ନିର୍ମମ ଭାବରେ ଖାଇଦିଏ। ଋଷି ତାପରେ ପୁଣି ନିଜର ଧ୍ୟାନରେ ତପସ୍ୟା କରିବାକୁ ଲାଗନ୍ତି। ପିଲାମାନେ, ଆମେ ଏହି କାହାଣୀରୁ କ'ଣ ଶିଖିଲା କି ଯିଏ ନିଜକୁ ଶିକ୍ଷା ଦେଇଥାଏ ତା ଉପରେ କେବେ ଅତ୍ୟାଚାର କିମ୍ବା ଆକ୍ରମଣ କରିବା ନାହିଁ। ସେ ହେଉଛି ଗୁରୁ। ଗୁରୁ ହେଉଛି ପରମେଶ୍ୱର।